ପୂର୍ବ ଭିଡ଼ିଓରେ ଦେଖିଥିଲି କି ସ୍ୱାମୀଙ୍କର ଜନ୍ମଦିନ ପାଇଁ ସ୍ୱାମୀଙ୍କୁ ଗୋଟେ ମିଠା ଖୋଇଦେଇଥିଲି, ହେଲେ ତାପରେ ଆମକୁ ଯିବାକୁ ପଡ଼ିଲା ହସ୍ପିଟାଲ। ଆଜି ଗୋଟେ ପ୍ରଥମାଷ୍ଟମୀ ଦିନରେ ବି ସ୍ୱାମୀଙ୍କୁ ମୋର ଆଜି ପୋରୁହାଁ କରିପାରିଲି ନା, ସେ ନୂଆ ପିନ୍ଧିପାରିଲେ। ତରତରରେ ଆମେ ବାହାରି ପଡ଼ିଥିଲୁ ହସ୍ପିଟାଲ, କାରଣ ଆମର ଥିଲା କିଛି କାମ। ତ ଯାହା ହଉ ଆଜି ଭଲରେ ଭଲରେ ଡକ୍ଟରଙ୍କ ସହିତ ମିଟ୍ ହେଇଯାଇଥିଲା, ଆଉ ମନ ବି ଭଲ ଥିଲା କି ରିପୋର୍ଟ ଗୁଡ଼ା ବି ସବୁ ବହୁତ ଭଲ ଥିଲା। ଆଜି ପ୍ରଥମାଷ୍ଟମୀ ଆଉ ତା ସହିତ ମୋ ସ୍ୱାମୀଙ୍କର ଥିଲା ଜନ୍ମଦିନ। ଭାବିଥିଲୁ ଦୁଇଟା ଡେ ଗୋଟେ ଦିନରେ, ମାନେ ଆଜି ଟିକେ ଭଲ କି ସେଲିବ୍ରେସନ୍ କରିବୁ, କିନ୍ତୁ ମେଡ଼ିକାଲ ଚକ୍କରରେ ସେସବୁ ତ ହେଇପାରିଲାନି। ଠିକ୍ ଅଛି, ତ ସ୍ୱାମୀ ଆଜି ନେଇ ଆସିଥିଲେ ମଟନ୍। ବାଟରୁ ଆସିଲା ଆମେ ମଟନ୍ କିଣି ଆସିଥିଲୁ, ଆଉ ସ୍ୱାମୀ କହିଥିଲେ ଯେ ତୁ ଶାଳୀ ଆଜି ଆସିଛି ତ ତା ପାଇଁ ଟିକେ ମଟନ୍ ତ ନିହାତି ହେବ। ତ ସ୍ୱାମୀ ଏଠି ବାହାରି ପଡ଼ିଲେ ରାନ୍ଧିବା ପାଇଁ। ଆମେ ଆମର ଦେଖୁଥିଲୁ କି ସ୍ୱାମୀ କେତେ ଶୀଘ୍ର ରାନ୍ଧିବେ, ଆମେ ଖାଇବୁ। ଆଉ ତାଙ୍କ ହାତ ରନ୍ଧା ତ ସିରିୟସଲି ବହୁତ ଟେଷ୍ଟି। ଆଉ ଆପଣମାନେ ତ ଲୁକ୍ରୁ ଦେଖିକି ଜାଣିପାରୁଥିବେ କି ମଟନ୍ ଝୋଳଟା କେତେ ଟେଷ୍ଟି ହେଇଥିବ। ଦେଖାଯାଉଛି ନା ପୁରା ଡେଲିସିୟସ୍। କହନ୍ତି ନା ପ୍ରଥମାଷ୍ଟମୀରେ ଏଣ୍ଡୁରି ସହିତ ମଟନ୍ ଝୋଳ, କିନ୍ତୁ ଆଜି ଗୋଟେ ଦିନରେ ଯେହେତୁ ଜନ୍ମଦିନ ପ୍ରଥମାଷ୍ଟମୀ ପଡ଼ିଥିଲା, ମୋ ଶାଶୁଘରେ ଜନ୍ମଦିନ ନାହିଁ। ନାହିଁ ମିନ୍ସ ବର୍ଥଡ଼େ ତାଙ୍କର କିଛି ସେଲିବ୍ରେସନ୍ ହୁଏନି। ଯେହେତୁ ସେଦିନ ତାଙ୍କର ଜନ୍ମଦିନ ପଡ଼ିଥିଲା ପ୍ରଥମାଷ୍ଟମୀ ଦିନ, ସେଥିପାଇଁ ମୁଁ କିଛି ପିଠାପଣା କରିନଥିଲି। ତ ଆମେ ସେମିତି ହିଁ କାମ ଚଳେଇ ଦେଇଥିଲୁ। ଆଉ ଖାଇବା ତ ଏଠି ତାଙ୍କ ଶାଳୀ ପୁରା ଏନ୍ଜୟ କରୁଛି, ଆଉ ମୁଁ ବି ଏଠି ବସି ପଡ଼ିଥିଲି ଖାଇବା ପାଇଁ। ଭାତକୁ ମଟନ୍ ପେଟେ ବାଡ଼େଇ ଦେଇକି ପୁରା ଗୋଟେ ନିର୍ଦ୍ଧୁମ ଶୁଆଟେ ହେଇଥିଲା। ଆଉ ତାପରେ କିଛି ସେମିତି ଇଚ୍ଛା ନଥିଲା, ଡିନରରେ କିଛି ପ୍ରୋଗ୍ରାମ୍ ନଥିଲା। ଆଉ ସମସ୍ତେ ହିଁ ଭାବିଥିଲୁ ଆଜି ଗୋଟେ, ସ୍ୱାମୀ କହିଥିଲେ ଗୋଟେ ନୂଆ ଜିନିଷ ଟ୍ରାଏ କରିବ। ସେ ଜିନିଷଟା କ'ଣ ହେଉଛି ନା ବରା ସହିତ ମଟନ୍। ଆମେ ଭାବୁଥିଲୁ ବରା ସହିତ ମଟନ୍ ଇଏ କି କମ୍ବିନେସନ୍, କିନ୍ତୁ ସିରିୟସଲି ଆପଣମାନେ କେବେ ଟ୍ରାଏ କରିଛନ୍ତି? ଯଦି ଟ୍ରାଏ କରିଛନ୍ତି କମେଣ୍ଟ ସେକ୍ସନ୍ ନିହାତି ଜଣେଇବେ।